हेलो फ्रेंड्स जय जगन्नाथ केमती अच्छा समस्ते मु तो बहुत भल अच्छी आशा करुँच आपण मैंने भी समस्ते बहुत भलरे थे आउ एबे जो मो भिडियोटा बनैबा को जाऊँगी कि जहाँ भी सब कहया जाऊँगी एक्चुअली मु बहुत कन्फ्यूजन ले अच्छी माने बहुत कन्फ्यूजन ले से मु केवल भिडियोटा बनाऊँगी ना किसी कथा नहीं एबे जेहेतु इलेक्शन टाइम सबुआडे पूरा जो कहते सूर्यकर गरम ताती जमती पूरा हाउ हाउ ହେଇକି ଜଳୁଛି ଇଲେକ୍ସନ ତାତି ତାଠାରୁ ବି ଅଧିକ ହାଉ ହାଉ ହେଇକି ଜଳୁଛି। ମୁଁ ତ ଏବେ ଯେତେବେଳେ ବି ଇନଷ୍ଟାଗ୍ରାମ ଆପଣ ମାନେ ଖୋଲିଲେ ମୁଁ ବି ଖୋଲିଲେ ଯିଏ ବି ଖୋଲିଲେ କେବଳ ଇଲେକ୍ସନ ବିଷୟରେ ହିଁ କେବଳ ଆସୁଥିବ ବିଜେଡି ବିଜେପି ବିଜେଡି ବିଜେପି ତା ଛଡା ଆଉ କିଛି ନାହିଁ ବୋଧେ କେବଳ ବିଜେଡି ବିଜେପି। ମୁଁ କନଫ୍ୟୁଜନରେ ଅଛି ଆରେ ଭାଇ ଦେବି ତ ଭୋଟ କାହାକୁ ଦେବି ମାନେ ଏଇଟା ପୁଣି ମୋର ଫାଷ୍ଟ ଭୋଟ ତ ଫାଷ୍ଟ ଭୋଟ ଟା ମୁଁ ସେମିତି ଜଣେ ଲୋକଙ୍କୁ ଦବା ପାଇଁ ହିଁ ଚାହୁଁଛି ତ ମୁଁ ଦେବି ଯଦି ଦେବି କାହାକୁ ବିଜେଡି କୁ ଦେବି ନା ବିଜେପି କୁ ଦେବି ମାନେ ଏବେ ଗୋଟେ ଇନଷ୍ଟାଗ୍ରାମରେ ରିଲ୍ସ ଦେଖୁଥିଲି ସେଟାରେ ହଉଛି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ ସେ ଗୋଟେ କୋଉଠି ଭାଷଣ ହଉଥିଲା କୋଉଠି କହୁଛନ୍ତି କି ଆଉ ହଉଛି ନବୀନ ପଟ୍ଟନାୟକ ସାରଙ୍କୁ ଯାଇକି ପଚାରନ୍ତୁ ଗୋଟେ ଜାଗାରେ ଛିଡା କରେଇକି ଆଉ ହଉଛି ଯୋଉ ଜିଲ୍ଲା ଗୁଡା ଅଛି ସେଗୁଡାର ନାଁ ଓଡିଆରେ କହିବେ ଆଉ ତାର କ୍ୟାପିଟାଲ ଗୁଡା ବି ସେଇ ଓଡିଆରେ କହିବେ। ଆରେ ଭାଇ ଜିଲ୍ଲାର କ୍ୟାପିଟାଲ କେବେଠୁ ହେଲାଣି କାହିଁ ଆମେ ତ ଜାଣିନୁ ଛୁଆ ବେଳୁ ପାଠ ପଢି ପଢି ଆସିଛୁ ଜିଲ୍ଲାର କ୍ୟାପିଟାଲ କେତେବେଳେ ହେଇଗଲା ମାନେ କାହିଁ ଆମ ବହିରେ ଲେଖା ହେଇନି କି ଆମ ସାର୍ ମାନେ ବି ଆମକୁ ପଢେଇ ନାହାନ୍ତି ଆମର ନେକ୍ସଟ ଜେନେରେସନ ଯୋଉମାନେ ସବୁ ଆସିବେ ସେମାନେ ପଢିବେ ଯେ ଜିଲ୍ଲାର କ୍ୟାପିଟାଲ ସବୁ କଣ ଥାଏ ସେ ପୁରା ବଢିଆ ବଢିଆ ନାଁରେ ପୁରା ଲେଖା ହେଇଥିବ ମାନେ ଦେଖିଲେ ପୁରା ମନ ଖୁସି ହେଇଯିବ ନିହାତି ବାହାରିବ ନା ଯେହେତୁ ଆମ ପ୍ରଧାନମନ୍ତ୍ରୀ କହିଛନ୍ତି ଜିଲ୍ଲାର କ୍ୟାପିଟାଲ ବି ଥାଏ ବାହାରିବ ଏଥିରେ ନୋ ଡାଉଟ ମାନେ ନେତା ମନ୍ତ୍ରୀ ଲୋକ କିଛି ବି କରିପାରନ୍ତି ଆମ ହାତରେ ଭାଇ କଣ ଅଛି ଆମ ହାତରେ କିଛି ନାହିଁ ସେମାନେ ସବୁ କିଛି କରିପାରନ୍ତି ମୁଁ ଏଇଟା ଶୁଣିକି ଯେ ମୁଁ ଆଶ୍ଚର୍ଯ୍ୟ ଯଦି ଆମର ପ୍ରଧାନମନ୍ତ୍ରୀ ମାନେ ନରେନ୍ଦ୍ର ମୋଦି ସାର୍ ଯଦି ଏମିତି କହିବେ କି ଆମ ଜିଲ୍ଲାର ବି କ୍ୟାପିଟାଲ ଥାଏ କି ଜିଲ୍ଲାର କ୍ୟାପିଟାଲ ଗୁଡାର ନାଁ କହିବା ପାଇଁକା ତ ଆଗକୁ ଯଦି ମୁଁ ତାଙ୍କୁ ଭୋଟ ଦେବି ତ ଆଗକୁ ଆମର ଶିକ୍ଷା ବ୍ୟବସ୍ଥା କଣ ହବ ସେଇଟା ଭାବିକି ମୁଁ ଡରି ଯାଉଛି ଯୋଉଟା ହେଲା ଫାଷ୍ଟ କଥା ତ ସେ ରିଜେକ୍ଟ ହେଲେ ଆଉ ହଉଛି ଯଦି ମାନେ ଦିଆଯିବ ବିଜେଡି କୁ ଏବେ ବି ମୁଁ କହୁନି ଆପଣ ମାନେ ବି ରିଲସ ରେ ଦେଖୁଥିବେ ମୁଁ ବି ରିଲସ ରେ ଦେଖୁଛି ତ ମୁଁ ସେଇ କଥା କହୁଛି ଏବେ ସମସ୍ତେ କହୁଛନ୍ତି କି ଆଉ ଯଦି ଆମେ ବିଜେଡି କୁ ଭୋଟ ଦଉଛନ୍ତି ତ ବିଜେଡି କୁ ଭୋଟ ଦେଲେ ହଁ ଆମ ପାଇଁ ହଉଛି ନବୀନ ପଟ୍ଟନାୟକ ସାର୍ ବହୁତ କିଛି କରିଛନ୍ତି ଏଇଟା ପୁରା ସତ ଏଇଟା ନିରାଟ ସତ କଥା ବହୁତ କିଛି କରିଛନ୍ତି କିନ୍ତୁ ଏବେ ଆମେ ଯୋଉ ଭୋଟ ଟା ଦବା ସେଇ ଭୋଟ ଟା ମାନେ ମତେ କାହିଁ ଲାଗୁନି ନବୀନ ପଟ୍ଟନାୟକ ସାର୍ ପୁଣି ଥରେ ରାଜନୀତି ଲଢି ପାରିବେ କାରଣ ତାଙ୍କର ସେ ବୟସ ହିଁ ଆଉ ନାହିଁ ଏଇଟା ପୁରା ସତ କଥା ଏଇଟା ମୁଁ ଯାହା ଦେଖିଛି ମୁଁ କହୁଛି ମୋ ମନରେ ମୁଁ କହୁନି ତ ସିଏ ଆଉ ରାଜନୀତି ଲଢିବା ଅବସ୍ଥାରେ ନାହାନ୍ତି କାରଣ ଏଇଟା ବି ମୁଁ ଦେଖିଛି ଆପଣ ମାନେ ଦେଖିଥିବେ କେତେବେଳେ ଗୋଟେ ଗୋଟେ ପ୍ରୋଗ୍ରାମ ଏମିତି ଆଖି ମାରି ଦଉଛନ୍ତି କେତେବେଳେ ଏମିତି ଏମିତି କରିକି ନାଚି ଦଉଛନ୍ତି ମାନେ ଯୋଉ ବୟସ ହେଲାଣି ନା ବାଚାଳିଆ ଦୋଷ ଯୋଉ ସେଇଟା ତାଙ୍କର ବାହାରି ଗଲାଣି ମାନେ ସେଇଟା ଏବେ ବାହାରୁଛି ଆଉ ତ ସିଏ ଆଉ ମାନେ ରାଜନୀତି ଲଢିବା ଅବସ୍ଥାରେ ନାହାନ୍ତି ଯଦି ଆମେ ଭୋଟଟା ଦଉଛନ୍ତି ତ କିଏ ଲଢିବେ ନା ପାଣ୍ଡିଆନ ସାର୍ ନବୀନ ସାର୍ ଜିତିଲା ମାନେ ପାଣ୍ଡିଆନ ସାର୍ ହିଁ ଜିତିଲେ ଏଇଟା ପୁରା ସତ କଥା ତ ଯଦି ପାଣ୍ଡିଆନ ସାର୍ ପାଣ୍ଡୁ ପାଣ୍ଡିଆ ତାଙ୍କର ତ କେତେ ନା ମୁଁ ଆଉ କଣ କହିବି ତାପରେ ପାଣ୍ଡିଆନ ସାର୍ ଙ୍କୁ ଥରେ କହିଲେ ତ ତାଙ୍କୁ ଶୁଣା ବି ଯାଏନି କି ସେ ବୁଝି ବି ପାରନ୍ତିନି କେଉଁଝରକୁ କି କୋଉଠି ଗୋଟେ ଥର ଆସିଥିଲେ ଜଣେ ତାଙ୍କୁ ପଚାରିଲେ କି ଆଉ ହଉଛି ଆପଣ ଯୋଉ ମାଗଣାରେ ଡାଲି ଚାଉଳ ଏଇ ସବୁ ଯୋଉ ଦଉଛନ୍ତି ତା ଦ୍ଵାରା ଲୋକ କର୍ମ କୋଢି ହେଇଯାଉଛନ୍ତି ଚାକିରି ବାକିରି କୁ ଯାଉନାହାନ୍ତି ଏଇଟା ତା ପଛର ରହସ୍ୟ କଣ ଆଁ ଆଉଥରେ କୁହ ଏମିତି ହିଁ କହୁଥିଲେ ବିଜେଡି କୁ ଭୋଟ ଦବୁ ନା ତ ଦବୁ ଯଦି ଦବୁ କାହାକୁ ମାନେ ବହୁତ ବଡ କନଫ୍ୟୁଜନ ରେ ଅଛି ଦବୁ ଯଦି ଦବୁ ହିଁ କାହାକୁ ଭୋଟ ଦବୁ କାହାକୁ ମାନେ ମୁଁ ହିଁ ବହୁତ କନଫ୍ୟୁଜନ ରେ ଅଛି ଆପଣ ମାନେ କୁହନ୍ତୁ କାହାକୁ ଭୋଟ ଟା ଦେବା ଠିକ ହବ ବିଜେଡି କୁ କି ବିଜେପି କୁ କିଏ ଆସିଲେ ମାନେ ଯୋଉ କୁହନ୍ତିନି ଆମ ଦେଶ ବି ଭଲ ରହିବ ଆମ ରାଜ୍ୟ ବି ଭଲ ରହିବ ମୋ ରାଜନୀତି ଠିକ ସେ ଚାଲିବ ଆଉ ମାନେ ଯୋଉ ସାଧାରଣ ଲୋକ ଆମ ଭଳିଆ ଆମେ ସବୁ ଟିକେ ସବୁଥିରେ ଉନ୍ନତ ହେଇପାରିବୁ ଆଉ ଆମ ଦେଶ ଉନ୍ନତି ହେଇପାରିବ ଆମ ରାଜ୍ୟ ଉନ୍ନତି ହେଇପାରିବ ଆମେ ମାନେ ବି ଉନ୍ନତି ପାଇପାରିବୁ ଆଉ ଶିକ୍ଷାରେ କଣ ସ୍ୱାସ୍ଥ୍ୟରେ କଣ ସବୁଥିରେ ଆମେ ଟିକେ ଉନ୍ନତି ପାଇପାରିବୁ ଆଉ ତ ଆପଣ ମାନେ କୁହନ୍ତୁ କାହାକୁ ଦବାଟା ଭୋଟ ଠିକ ହବ କାରଣ ଗୋଟିଏ ଭୋଟ ୱେଷ୍ଟ ହବାଟା ଜମା ଭଲ କଥା ନୁହେଁ ସେ ଗୋଟିଏ ଭୋଟର ବି ମହତ୍ଵ ବହୁତ ରହିଛି ତ ମୋର ଏଇଟା ଫାଷ୍ଟ ଭୋଟ ତ ଆପଣ ମାନେ କମେଣ୍ଟ କରନ୍ତୁ କାହାକୁ ଭୋଟଟା ଦେଲେ ଠିକ ହବ ଆଉ ହଁ
ଏ ଭିଡିଓଟା କରିବାର ବି ଆଉ ଗୋଟେ ମୁଖ୍ୟ କାରଣ ବି ଅଛନ୍ତି ଯୋଉମାନେ ଭୋଟ ଦବାକୁ ଯାଉନାହାନ୍ତି। ହଁ କଣ ଭୋଟ ଦବୁ, ଏତେ ଗହଳି, ଆମର ରାଜନୀତିରେ ପଶିବାର ନାହିଁ, ଇଏ ନାହିଁ ସେ ନାହିଁ, ଏମିତି ବହୁତ କିଛି ମାଇଣ୍ଡରେ ଅଛି, ତ ଭୋଟ ଦଉନାହାନ୍ତି। ମୋ କହିବା କଥା କି ଆପଣ ମାନଙ୍କୁ ଯିଏ ଠିକ ଲାଗୁଛନ୍ତି, ବିଜେଡି ହୁଅନ୍ତୁ, ବିଜେପି ହୁଅନ୍ତୁ, ସ୍ୱାଧୀନ ହୁଅନ୍ତୁ, ସେ ଯାହାବି, ଆପଣ ମାନଙ୍କୁ ଯିଏ ଠିକ ଲାଗୁଛନ୍ତି ତାଙ୍କୁ ଯାଇକି ଭୋଟ ଦିଅନ୍ତୁ। ଗୋଟିଏ ଭୋଟର ମୂଲ୍ୟ ବି ବହୁତ। ଆପଣଙ୍କ ଭୋଟ କୁ ଆପଣ ୱେଷ୍ଟ ଜମା ବି କରନ୍ତୁନି। ଏତିକି ମୁଁ କହିବାକୁ ଚାହୁଁଥିଲି। ଆଉ ଆପଣ ମାନେ ମତେ କମେଣ୍ଟ କରିକି କହିବେ କି ମୋ ଭୋଟ ଟା କାହାକୁ ଦେଲେ ଠିକ ରହିବ। ଟାଟା।